ଅପୂର୍ବମୟୀ ପ୍ରାଚୀକୂଳ ଅଭୟା ମାତୃଶକ୍ତି ପୀଠ କାକଟପୁର ମାସିନୀ ମା ମଙ୍ଗଳାଙ୍କର ଆଜି ଚୈତି ପର୍ବର ଦ୍ୱିତୀୟ ଦିବସ। କାଲି ଅଙ୍କୁରାରୋପଣ ଚୈତି ଘୋଡ଼ା ନାଚ ହେଇଥିଲା। ଆଜି ଜଳଯାତ୍ରା କଳଯାତ୍ରା ପର୍ବ ଏହାକୁ 23-24 ବର୍ଷ ହେଲା ପର୍ବ ଚାଲିଛି। ଏ ଓଡିଶା ରାଜ୍ୟର ଗୋଟେ ରଜସ୍ୱଳୀ ତଳିଏ ମାତୃଶକ୍ତି ପୀଠ ବୋଲି ଘୋଷ ପ୍ରମୁଖ ରହିଛି। ଭକ୍ତମାନ ବିଶ୍ୱାସ ଭାବ ଧରି ଏ ପୀଠକୁ ଆସନ୍ତି, ମାନସିକ କଳସ ଧରନ୍ତି। ଯାହା ଯାହା ମାନସିକ କରନ୍ତି ମନ ଜାଣି ବର ଦିଏ ମା ମଙ୍ଗଳା କାକଟପୁର ବାସିନୀ। ଟଗରର ଫୁଲ ଗଣି ପାରିବନି କି ଭକ୍ତଙ୍କ ସଂगे ଗଣି ହବନି। ଯେତେବେଳେ ଭକ୍ତମାନେ ଏ ଜାଗାକୁ ଗୋଟେ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଆସନ୍ତି, ଏ ଜାଗାକୁ ମାଙ୍କ ଅନୁଭୂତି ଦେଇ ଯେତେବେଳେ ଆସନ୍ତି, ଆପଣ କଣ କହିବେ? ଭକ୍ତଙ୍କୁ ଶୁଣିଲେ ଭଲ ହୁଅନ୍ତା। ଆମେ ତ ଅନୁଭୂତି କହିବୁ, ଭକ୍ତମାନଙ୍କୁ ଅନୁଭୂତି କହିଲେ ଭଲ ହୁଅନ୍ତା। ଆମେ ନିଜ ଅନୁଭୂତି କରେ ସ୍ୱଭାବ ହେଇନି। କେତେ ବର୍ଷ ହେଲାଣି ମାଙ୍କର ଏ ଯଜ୍ଞ ଚାଲୁଛି? ଯଜ୍ଞ 23 ବର୍ଷ ଚାଲିଲାଣି। ଆଜି ମାତୃଶକ୍ତି ମା ମଙ୍ଗଳା ମାଙ୍କର ଆଜି ଚୈତି ପର୍ବର ଜଳଯାତ୍ରା। ଆଉ ଏ ଜଳଯାତ୍ରାରେ 23ତମ ଜଳଯାତ୍ରା। ଏ ଜଳଯାତ୍ରାରେ ପ୍ରାୟ ମାଙ୍କର ପୀଠ ଠାରୁ ଦୟାନଦୀ ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଏ ଜଳଯାତ୍ରା ସାମିଲ ହେଇଛନ୍ତି ଏବଂ ମା ନୀତିକାନ୍ତି ଅନୁସାରେ ଗାଁରେ ଭୋଗ ଖାଇ ମନ୍ଦିର ଆଗମନ ବଢିଛି। ମୁଁ ଆସିବାର 15 ବର୍ଷ ହେଲାଣି। ଆଜି ମାଙ୍କର 23ତମ ବାର୍ଷିକ ଉତ୍ସବ ବହୁତ ଭଲ ଲାଗୁଛି। ଆଜି ବହୁତ ପାଖାପାଖି 15-20 ଲୋକ ନିଶ୍ଚିତ ହେବେ। ଆଉ ମାଙ୍କର ସକାଳୁ ପୂଜା ଅର୍ଚ୍ଚନା ହୋଇ ଆମେ ଯାଇକି କଳସ ପଡ଼ିକି ଆସିଲୁ। ବହୁତ ଶାନ୍ତି ଶୃଙ୍ଖଳା ଅଛି। ମାଙ୍କର ପୂଜା ବି ବହୁତ ବଢିଆ ଭାବରେ ଅଛି। ଏଠି ଆସିଲେ ବହୁତ ଭଲ ଲାଗୁଛି। 3 ଦିନ ମଧ୍ୟ ଯଜ୍ଞ ରହିବ। ଲାଷ୍ଟ ଦିନ ପୂର୍ଣ୍ଣାହୁତି ହେବ। ଆଉ ସମସ୍ତଙ୍କର ଆଶା ଏଇ ମାଙ୍କ ପ୍ରତି ରହିଛି। ମୁଁ ପ୍ରଥମେ ଯେତେବେଳେ ଆସିଲି ମୋର ଦେହ ଖରାପ ଥିଲା। ମାଙ୍କର ଆଶୀର୍ବାଦ ଜଣେ ଲୋକ ମତେ କହିଲେ ଯେ ତମ ଦେହ ଯୋଉ ଖରାପ ଅଛି ତମେ ମାଙ୍କ ପାଖକୁ ଜଳିଆ ପଡା ଯାଅ। ବାଟରେ ପଚାରି ଆସିଲି। ସେଦିନଠୁ ମୋର ଏତେ ବିଶ୍ୱାସ ଅଛି, ମୋ ଜୀବନ ଥିଲା ଯାକ ମୁଁ ଏଇଠି ଆସୁଥିଲି। ମନ୍ଦିର 23 ବର୍ଷ ହେଲା ଏଠି ମୁଖ୍ୟ ପୂଜକ ଏବଂ ଟ୍ରଷ୍ଟର ମୁଖପାତ୍ର ହିସାବରେ ରହିଛି। ଯାହାକୁ ନିଜକୁ ଧନ୍ୟ ମନେ କରୁଛି ଯେ ମୁଁ ଏ ପୀଠରେ ମାତୃଶକ୍ତି ପୀଠର ମାଙ୍କର ମୁଖ୍ୟ ସେବକ ଏବଂ ଟ୍ରଷ୍ଟର ମୁଖପାତ୍ର ହୋଇ ରହିପାରିଛି। ମାଙ୍କର ବର୍ଷକୁ 2ଟି ପର୍ବ ହୁଏ। ଗୋଟିଏ ହେଉଛି ଚୈତ୍ର ମାସର ଶରତକାଳୀନ ଦୁର୍ଗା ପୂଜା, ଦଶହରା ପର୍ଯ୍ୟନ୍ତ ମଙ୍ଗଳାଷ୍ଟମୀ ଠାରୁ ଚଣ୍ଡୀ ପୁରାଣ ଅନୁସାରେ ସବୁଦିନ ବିଭିନ୍ନ ପ୍ରକାର ମାଙ୍କର ବେଶ କରାଯାଏ। ଆଉ ଦ୍ୱିତୀୟ ପର୍ବ ହେଉଛି ମାଙ୍କର ଏଇଟା ହେଉଛି ଚୈତି ପର୍ବ। ଚୈତି ପର୍ବର ଆମର 23ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାଲିଛି। ଏ ବର୍ଷକୁ 23 ବର୍ଷ 23ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ। ଏଠାରେ ଅନ୍ୟାନ୍ୟ 15,000ରୁ ଅଧିକ ଲୋକ ଭକ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଦୂର ଦୂରାନ୍ତରୁ ଆସି କଳସ ଯାତ୍ରାରେ ଯୋଗ ଦେଇଛନ୍ତି। ହାରାହାରି ପାଖାପାଖି 50-60 ହଜାର ଲୋକଙ୍କର ସମାଗମ ହୁଏ। ଏଠି ମାଙ୍କର 4 ଦିନ ବର୍ତ୍ତା ହୁଏ ଯଜ୍ଞ। 9 ତାରିଖ ବୁଧବାର ଅଙ୍କୁରାରୋପଣ, 10 ତାରିଖ ଗୁରୁବାର ଦିନ ଆଜି ଜଳଯାତ୍ରା, 11 ତାରିଖ ଶୁକ୍ରବାର ମାଙ୍କର ପବିତ୍ର ଯଜ୍ଞାହୁତି, ଅଭିଷେକ, ଚଣ୍ଡୀପାଠ ଇତ୍ୟାଦି ଅବକାଶନା ଏବଂ ପାଖାପାଖି 20,000ରୁ ଅଧିକ হবে। ଆନୁମାନିକ 20,000ରୁ ଅଧିକ হবে। ଆମେ 15,000 ଲୋକଙ୍କ ପାଇଁ ଆମେ ଘଡ଼ି ପଇଠ କରିବାକୁ ସଂଗ୍ରହ କରିଥିଲୁ, ପାଇଲାନି। ପଛରେ ଆହୁରି ବହୁତ ଲୋକ ଦୋକାନରୁ କିଣିକି ନେଇଛନ୍ତି। ଲୋକମାନେ ବହୁତ ଫୁଲବାଣୀ, ବରଗଡ଼, ସମ୍ବଲପୁର, ବଲାଙ୍ଗିରି ଅନତି ଦୂରରୁ ମାଙ୍କର ମହିମା ଶୁଣିକିରି ଆସିଛନ୍ତି। ସେମାନେ ପଟ୍ଟାଭିକ୍ଷରେ ମାନସିକ କଳସ ପାଇଁ ଶଙ୍ଖା, ସାଲୁକନା, ଗୁଆ ବାନ୍ଧୁଛନ୍ତି, ମାନସିକ କଳସ ବୁଡଉଛନ୍ତି ଏବଂ ମାଙ୍କର ମହିମା ବିଖ୍ୟାତ କରୁଛନ୍ତି।